ବରଯାତ୍ରୀ ଦଳ ଗାଁ ମୁଣ୍ଡରେ ପହଞ୍ଚି ସାରିଥିଲେ। ଡିଜେ ଗୀତର ତାଳେ ତାଳେ ବରଯାତ୍ରୀମାନେ ବହୁତ ଖୁସିରେ ନାଚୁଥାନ୍ତି। ମନୋଜର ବାପା ନାରାୟଣ ବାବୁ ଏକମାତ୍ର ପୁଅ ବାହାଘରରେ ବହୁତ ଖୁସିରେ ବରଯାତ୍ରୀମାନଙ୍କ ନାଚ ଗୀତକୁ ଉପଭୋଗ କରୁଥାନ୍ତି। ଏହି ସମୟରେ ତାଙ୍କ ସମବୟସ୍କ କେତେଜଣ ବନ୍ଧୁ ନାରାୟଣ ବାବୁ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରା ଦେବୀଙ୍କୁ ଭିଡ଼ ଭିତରକୁ ଟାଣି ନେଇ ନାଚିବା ପାଇଁ ବାଧ୍ୟ କଲେ। ଏକମାତ୍ର ପୁଅ ବାହାଘରରେ ସେ କିପରି ମନା କରିପାରିଥାନ୍ତେ। ବାଧ୍ୟ ହୋଇ ସାଙ୍ଗସାଥୀଙ୍କ ମେଳରେ ନାଚିଲେ। ହଠାତ୍ ନାଚୁ ନାଚୁ ସେ ତଳେ ପଡ଼ିଗଲେ ଓ ବହୁତ ଜୋରରେ ଧଇଁସଇଁ ହୋଇ ନିଶ୍ୱାସ ପ୍ରଶ୍ୱାସ ନେଉଥାନ୍ତି। ଅତିଥି ଗୃହକୁ ସ୍ଥାନାନ୍ତର କରି ତୁରନ୍ତ ଡାକ୍ତରଙ୍କ ନିକଟକୁ ଖବର ପଠାଗଲା। କିନ୍ତୁ ଦୁଃଖର କଥା ଯେ ଡାକ୍ତର ଆସିବା ପୂର୍ବରୁ ନାରାୟଣ ବାବୁ ସଂସାର ତ୍ୟାଗ କରି ସାରିଥିଲେ। ହୃଦଘାତ ଯୋଗୁଁ ନାରାୟଣ ବାବୁଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ମନୋଜର ମା ସୁମିତ୍ରା ଦେବୀଙ୍କ ଉପରେ ଏକ ବଡ଼ ଚଡ଼କ ପଡ଼ିବା ପରି ଲାଗିଲା। ସେ ସ୍ଥାଣୁପ୍ରାୟ ହୋଇ ଗୋଟିଏ ସ୍ଥାନରେ ଆଖିରୁ ଧାର ଧାର ଲୁହ ଗଡ଼ାଉଥାନ୍ତି। ସମୟ ସମୟ ସେ ବେହୋସ ହୋଇ ଯାଉଥାନ୍ତି। ସେ ଅବା କ'ଣ କରିପାରିବେ? ଗୋଟେ ପଟେ ଏକମାତ୍ର ପୁଅର ଖୁସିର ସଂସାର ସଜାଡ଼ୁଥିବା ସମୟରେ ଅନ୍ୟପଟେ ନିଜ ସଂସାର ଭାଙ୍ଗି ଯାଇଛି। କିଛି ଲୋକ କଥାବାର୍ତ୍ତା ହେଉଥିଲେ କନ୍ୟା ଅଲକ୍ଷଣୀ, ଅଶୁଭ ନଚେତ୍ ଆଉଁସି ହୋଇଥିବ। କନ୍ୟା ଘର ଲୋକମାନେ କ'ଣ ହେବ କ'ଣ ନାହିଁ ଏହି ଚିନ୍ତାରେ ଥାନ୍ତି। ଏପରି ଏକ ଦୁଃଖଦ ଘଡ଼ିସନ୍ଧି ମୁହୂର୍ତ୍ତରେ ବିବାହ ହେବ କି ନାହିଁ ପ୍ରଶ୍ନ ପଚାରିବାର ସତ ସାହସ ସେମାନଙ୍କ ନିକଟରେ ନଥାଏ। କିଛି ସମୟ ପୂର୍ବରୁ ରଙ୍ଗବେରଙ୍ଗ ଲିଚୁମାଡ଼ ଏବେ ଦପ୍ ଦପ୍ ହୋଇ ଲିଭିବା ହେଲେଣି। ହସ ଖୁସିର ପରିବେଶଟା ଏବେ ଖାଁ ଖାଁ ଶ୍ମଶାନ ସଦୃଶ ମନେ ହେଉଛି। ସମସ୍ତେ ନୀରବ ନିଶ୍ଚଳ। କିଏ କୁଆଡ଼େ ଯାଉଛନ୍ତି, କିଏ ଆସୁଛନ୍ତି କେହି ବୁଝିବା ପରିସ୍ଥିତିରେ ନାହାନ୍ତି। କନ୍ୟାର ପିତା ନାରାୟଣ ବାବୁଙ୍କ ମୃତ୍ୟୁରେ ବହୁତ ଦୁଃଖ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ନିକଟରେ କ'ଣ ବା ଆଉ ଚାରା ଅଛି? କିନ୍ତୁ ମନରେ ଅନେକ ଭୟ। ମନୋଜର ପରିବାର ଯୌତୁକ ଦାବି କରିନଥିଲେ ମଧ୍ୟ ସେ ବହୁତ ଗୁଡ଼ିଏ ଟଙ୍କା ଧାର କରଜ କରି ବିବାହର ଆୟୋଜନ କରିଥିଲେ। ଯଦି ବିବାହ ନ ହୁଏ କ'ଣ କରିବେ ଓ କାହା ବେକରେ ବାନ୍ଧିବେ ଏପରି ଅଲକ୍ଷଣୀ ଝିଅକୁ? ହଠାତ୍ ସୁମିତ୍ରା ଦେବୀଙ୍କ ଚିନ୍ତା ଚେତନା ଯେପରି ଜାଗ୍ରତ ହେଲା ଓ ସେ ତୁରନ୍ତ କନ୍ୟା ପିତାଙ୍କୁ ଡକାଇ ବାହାଘର ଶୀଘ୍ର ସାରିବା ପାଇଁ ଅନୁରୋଧ କଲେ। କାଳ ବିଳମ୍ବ ନ କରି ବେଦୀରେ ହୋମନିଆ ସହ ମନ୍ତ୍ରପାଠ ଆରମ୍ଭ ହୋଇଗଲା ଓ ବିବାହର ତୁରନ୍ତ ପରେ ପରେ ବରବୋହୂ ଓ ନାରାୟଣ ବାବୁଙ୍କ ପାର୍ଥିବ ଶରୀରକୁ ନେଇ ସମସ୍ତେ ବିଦା ହୋଇଗଲେ। ଯେତେବେଳେ ବରବୋହୂ ଘରେ ପହଞ୍ଚିଲେ ସେମାନଙ୍କୁ ବନ୍ଦାଇ ଘର ଭିତରକୁ ନେବା ପାଇଁ ସୁମିତ୍ରା ଦେବୀଙ୍କ ବଦଳରେ ମନୋଜର ପିଉସୀ ଆସିଲେ। କାରଣ ଗୋଟିଏ ରାତି ପୂର୍ବରୁ ତାଙ୍କ ମା ସୁମିତ୍ରା ଦେବୀ ବିଧବା ହୋଇସାରିଥିଲେ ଓ ଜଣେ ବିଧବା ଖୁସିର ମୁହୂର୍ତ୍ତରେ ପୁଅ ବୋହୂକୁ ବନ୍ଦାଇ ଘରକୁ ନେବା ଅଶୁଭ ହେବ। ଏହା ଦେଖି ମନୋଜ ଓ ନବ ବିବାହିତା ଦୁହେଁ ଜିଦି ଧରି ବସିଲେ ଯେ ଯେଉଁ ମାଆର ଶଙ୍ଖା ସିନ୍ଦୁର ଉଜୁଡ଼ି ଯିବା ପରେ ବି ଧୈର୍ଯ୍ୟର ସହକାରେ ବିବାହ କରାଇଲେ ସେ କାହିଁକି ନିଜ ପିଲାମାନଙ୍କ ଅମଙ୍ଗଳର କାରଣ ହେବେ? ଯଦି ମା ଆମ ଦୁହିଁଙ୍କୁ ବନ୍ଦାଣ ଥାଳିରେ ବନ୍ଦାଇ ଘରକୁ ପାଛୋଟି ନେବେ ତେବେ ଆମେ ଭିତରକୁ ଯିବୁ। ମନୋଜ ଓ ନବବିବାହିତା ବଧୂର ଜିଦି ସାମ୍ନାରେ ସମସ୍ତେ ପରାସ୍ତ ହୋଇ ସୁମିତ୍ରା ଦେବୀଙ୍କୁ ଅନୁରୋଧ କରିଥିଲେ ପୁଅ ଓ ବୋହୂକୁ ବନ୍ଦାଇ ଘର ଭିତରକୁ ଆଣିବା ପାଇଁ। ସୁମିତ୍ରା ଦେବୀ ବନ୍ଦାଣ ଥାଳି ନେଇ ଆସିବା ସମୟରେ ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା। ଗୋଟିଏ ପକ୍ଷେ ପୁଅ ବୋହୂ ଗୃହ ପ୍ରବେଶ ସମୟରେ ଅନ୍ୟ ପକ୍ଷେ ନିଜ ପ୍ରାଣଠାରୁ ପ୍ରିୟ ସ୍ୱାମୀଙ୍କ କକେଇ ତିଆରି ହେଉଥାଏ। ଗୋଟାଏ ପକ୍ଷେ ଶଙ୍ଖ ହୁଡ଼ାହୁଡ଼ି ଶବ୍ଦରେ କମ୍ପୁଥିଲା ତ ଅନ୍ୟ ପକ୍ଷେ ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେର ଉଚ୍ଚାରଣ ହେଉଥିଲା। ସୁମିତ୍ରା ଦେବୀ ଶାନ୍ତ ଓ ନୀରବ ଥିଲେ। ସେ ଏହା ମାନି ନେଇଥିଲେ ବୋଧେ ଏହା ବିଧିର ବିଧାନ, ସମାଜର ଦର୍ପଣ। କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଲା
ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।